ଆଜିର ପ୍ରସଙ୍ଗ ଅଛି ପାପୀ ମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅବତୀର୍ଣ୍ଣ ହେଲେ। ହାଲେଲୁୟା। କେଉଁମାନଙ୍କୁ? pintu meranji Arab Rabbi Nasan Jisu Kristun kan ularba ya Pak sarai itu indah ya ଆସନ୍ତୁ ଗୋଟେ ବାକ୍ୟ ଦେଖିବା ପ୍ରଥମ ତିମୋଥୀ 1:15 ଆମେ ଦେଖିବା ଆଗକୁ ପଢିବା ତାପରେ ପାପୀ ମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତକୁ ଆସିଲେ ଏଇ ବାକ୍ୟ ଯେଉଁ ବ୍ୟକ୍ତି ବିଶ୍ୱାସ ବି କରିବ ନାହିଁ ତ ବିଶ୍ୱାସ ଯୋଗ୍ୟ ବିଶ୍ୱାସ କରିବା ନିହାତି ଆବଶ୍ୟକ କି ଜଗତକୁ ଉଦ୍ଧାର କରିବା ପାଇଁ କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ। ହାଲେଲୁୟା ହାଲେଲୁୟା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ଜଗତକୁ ଆସିବାର ବହୁତ ଗୁଡ଼ିଏ କାରଣ ହେଇପାରିଥାଏ, କିନ୍ତୁ ସେମାନଙ୍କ ମଧ୍ୟରୁ ପ୍ରଧାନ କାରଣ ହେଉଛି ମୁଖ୍ୟ କାରଣ ହେଉଛି ପାପୀ ମାନଙ୍କୁ ଉଦ୍ଧାର କରିବା ପାଇଁ। ହାଲେଲୁୟା। ପାପୀ ମାନଙ୍କୁ କେଉଁମାନଙ୍କୁ? ପାପୀ ମାନଙ୍କୁ ଉଦ୍ଧାର କରିବା ପାଇଁ। ତ ତା ପୂର୍ବରୁ ଟିକେ ଜଷ୍ଟ ଆମେ ବ୍ୟାକଗ୍ରାଉଣ୍ଡ ବିଷୟକୁ ଜାଣିବା। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ଏ ଜଗତକୁ ଆସିବା ପାଇଁ କାହିଁକି ଗୋଟେ କନ୍ୟାକୁ ମନୋନୀତ କଲେ? ସେ ଈଶ୍ୱର ସେ ଡାଇରେକ୍ଟଲି ଅବତୀର୍ଣ୍ଣ ହେଇଥାନ୍ତେ। ହାଲେଲୁୟା। ଯୀଶୁଙ୍କନ୍ ଆଉ ଯେତେବେଳେ ଉଦାହରଣ ଆଉ ଏରାଇତେ ଡାଇରେକ୍ଟଲି ଆନି ଆସିପାରିଥାନ୍ତେ, କିନ୍ତୁ କାହିଁକି ସେ କନ୍ୟାକୁ ଗୋଟେ ନାରୀକୁ କାହିଁକି ମନୋନୀତ କଲେ? କେହି ପ୍ରଶ୍ନ ଆମମାନଙ୍କ ମନ ମଧ୍ୟରେ ଉଙ୍କି ମାରିଥାଇପାରେ। ହାଲେଲୁୟା। ଜଷ୍ଟ ଆମେ ପୁରାତନ ନିୟମକୁ ଦେଖିବା। ଆଦି ପୁସ୍ତକ 3:15 ଓଡ଼ିଆର ଆଉ ଆମ୍ଭେ ସ୍ୱୟଂ ପରମେଶ୍ୱର ଏଠାରେ କହୁଛନ୍ତି କି ଆମ୍ଭେ ତୁମ୍ଭର ନାରୀ ମଧ୍ୟରେ କିଏ? ତୁମ୍ଭର କିଏ? ଶତାନ ସର୍ପକୁ କୁହାଉଛି। ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା, ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମେ ତାହାଙ୍କ ଗୋଇଠିକି ଆଘାତ କରିବ। ହାଲେଲୁୟା। ଶୁଣନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ এই ଜଗତକୁ ଏବଂ ପିତା ପରମେଶ୍ୱର ତାଙ୍କ ଅଦ୍ୱିତୀୟ ପୁତ୍ରଙ୍କୁ এই ଜଗତକୁ ପଠେଇବା ପାଇଁ ଗୋଟେ ନାରୀ ଗୋଟେ କନ୍ୟାକୁ ମନୋନୀତ କରିବାର କାରଣ ହେଉଛି, ଜଷ୍ଟ ଯଦି ଆମେ ପୁରାତନ ବିଷୟକୁ ଚିନ୍ତା କରିବା କି ପରମେଶ୍ୱର ଯେଉଁ ବୃକ୍ଷର ଫଳକୁ ଖାଇବା ପାଇଁ ମନା କଲେ, ସେହି ବୃକ୍ଷର ଫଳକୁ ଖୁଆଇବା ପାଇଁ ଚତୁର ଭାବରେ ମିଠା ମିଠା କଥା କହି ଚତୁର ଭାବରେ କଥା କହି ଫସେଇବା ଶତାନ ସେହି ନାରୀକୁ ଫସେଇକି ସେହି ବୃକ୍ଷର ଫଳକୁ ଖୁଆଇଲେ। ରାଇଟ? ହାଲେଲୁୟା। ଯେଉଁ ବୃକ୍ଷର ଫଳ ପରମେଶ୍ୱର ମନା କଲେ ସେହି ବୃକ୍ଷର ଫଳ ତୁମେ ଖାଅ ନାହିଁ, ତଥାପି ଶତାନର ଶବ୍ଦ ଶତାନର ଆୱାଜ ଶତାନର କଥା ଶୁଣିକି ଆଦମ ଏବଂ ହବା ଖାଇବାକୁ ଲାଗିଲେ। ପ୍ରଥମେ ଶତାନ କାହାକୁ ଫସେଇଲା? ଆଦମକୁ କି ହବାକୁ? କାରଣ ନାରୀ ଗୋଟେ ଦୁର୍ବଳ ସେମାନେ, ସେଥିପାଇଁ ଶତାନ ସେହି ଦୁର୍ବଳତାର ମୌକା ଦେଇକି ତାକୁ ଚତୁର ଭାବରେ କଥା କହି ମିଠା ଭାବରେ କଥା କହି ଫସେଇକି ଏପଟ ସେପଟ କରିକି ତାକୁ ଫସେଇଲା। ତ ସେଥିପାଇଁ ପରମେଶ୍ୱର ବି ଆଉ ସେଠି ଗୋଟେ ଭବିଷ୍ୟବାଣୀ କରୁଛି, ଠିକ ଅଛି ଏଇ ଦୁର୍ବଳ ନାରୀକୁ ତୁମେ ଫସେଇଲ, ପାପରେ ତୁମେ ପତନ କରେଇଲ, କିନ୍ତୁ ଏହି ଦୁର୍ବଳ ନାରୀର ଗର୍ଭରେ ମୋ ଗୋଟେ ପୁତ୍ର ପ୍ରସବ କରିବି, ଗୋଟେ ପୁତ୍ର ଏ ଜଗତକୁ ପଠେଇବି, ଏ ପୁତ୍ର ହିଁ ତୁମର ମସ୍ତକକୁ ଚୂର୍ଣ୍ଣ କରିବ। ହାଲେଲୁୟା। ବୁଝିପାରିଲେ? ଏଥିପାଇଁ ସେ ନାରୀକୁ ମନୋନୀତ କଲେ, ଯାହାରି ଫଳରେ ସେ ଶତାନ ବୁଝିପାରିବ, ଆଚ୍ଛା
जेहू दुर्बल नारी को चतुर भावर कथा कही ताकू पापरे फसैली आ सही दुर्बल कमजोर नारी कन्यार गर्भर गोटे प्राणकर्ता उद्धारकर्ता गोटे व्यक्ति आसुअछि जे मोर मस्तक को चूर्ण करिबा पाइते सामर्थ्य सही दुर्बल जातिरु से दुर्बल नारीरु आसुछि बोली से लज्जित हेबा पाई परमेश्वर ताकू वर्णित। हालेलुया हालेलुया। तो शैतान शर्मिंदगी एइथिबो तेतिमे आदि पुस्तक से सही कथा फिक्स करूछ फाइनल करूछ ठीक अछि तमे हवा को तमे फसैलो ठीक अछि कितो सुध ना किंतु हबार गर्भर गोटे व्यक्ति आसीबो जे तोर मस्तक को चूर्ण करिवो। हालेलुया हालेलुया। तो परमेश्वर ए जगत को तांको अद्वितीय पुत्र को प्रभु यीशु को पठेबा पाई जेतेले से स्वर्ग रे चिंता कले केमिति पठेबी डायरेक्टली ताकू पठेबी ना केमिति प्रोसेस रे पठेबी बोले से चिंता करूथिबा परमेश्वर जा हेब्री पुस्तक लेखाई जदि आपण पढिबे या एब्रियो तार 10:5 कौन श्री प्रभु चिंता कले देखो 10:5 सेति ख्रीष्ट वाह जगत को आगमन करी कहंती बलिदान ओ नैवेद्य न लोड़ी हालेलुया। आ गोटे कारण आछि प्रभु यीशु ख्रीष्ट काहेकि कन्या गोटे मनीष भाव कहीं प्रभु यीशु जगत को आसिले पुरातन नियम जब आम देखा याजक मैंने ईश्वर नैवेद्य दौले बलिदान दौले रक्त झरुले से मेष मान मेढ़ा मान बहुत धरिकी ईश्वर सम्मुख बलिदान होम बलि भिन्न भिन्न प्रकार कले किंतु परमेश्वर सब संतुष्ट हेले नहीं से परमेश्वर ए धरापृष्ठ को देखुची कि ठीक अच्छी मु गोटे एमिति कन्या पवित्र कन्या को मनित करी आठारे मोर पुत्र उत्पन्न हेबो एवं जदि ए जगत को मोर पुत्र जदि पठेबी ताकू शरीर दरकार। हालेलुया शरीर दरकार से ये कही प्रभु तुम्हें नैवेद्य एवं बलिदान संतुष्ट ना कि मो पाई जीशु कहते मो पाई गोटे शरीर प्रस्तुत कल जहारी फल शरीर प्रभु जीशु कहीं शरीर भाव जगत को धारण कले आगलाम पामे जानिछ ताके शरीर गोटे कारण गोटे रिजन धरिकी प्रभु जीशु ख्रीष्ट ए जगत को शरीर शारीरिक भाव धारण कले कि शरीर चूर्ण हेकी रक्त झरेकी मनीषर पाप को उद्धार करी। हालेलुया मनीषर नेगेटिव स्वभाव मनीषर खराब स्वभाव को उद्धार करने पाई एमिति गोटे शरीर दरकार जो शरीर रे कौन सी पाप नथिबो। वाक्य कहे पीतर पुस्तक रे प्रभु यीशु ख्रीष्ट निष्कलंक थिले अनिंदनीय थिले पवित्र थिले से। हालेलुया ठीक अछि।